Hi, hello, namaste. Good afternoon. ରୋଷେଇଟା ମୋର ଅଲମୋଷ୍ଟ ଡନ୍ କମ୍ପ୍ଲିଟ୍ ହେଇଗଲାଣି। ଚାଲନ୍ତୁ ମୁଁ ଦେଖଉଛି କଣ ଆଜି ରୋଷେଇ କରୁଛି। ମୋ ହଜବେଣ୍ଡ ଯୋଉ ଲୋକ ସିଏ ନା ତାକୁ ଭୋକ ଲାଗିଲେ ଖାଆନ୍ତିନି, ଆକ୍ଚୁଆଲି ସେ ଘଣ୍ଟା ଦେଖିକି ଖାଆନ୍ତି। ଟାଇମ ହେଇଗଲା ଚାଲ ଖାଇଦବା, ଭୋକ ଲାଗୁ କି ନ ଲାଗୁ। ମତେ କିନ୍ତୁ ଭୋକ ଲାଗିଲେ ମୁଁ ଖାଇବି, ଭୋକ ଯେ ସମୟ ନ ଲାଗିବ ମୁଁ ସେ ସମୟ ଖାଇବି। ଅଯଥା କାହିଁକି ଖାଇବି, ମୋ ଦେହଟା ଖରାପ କରିବି। ଯିଏ ହଜମ କରିପାରିବ ସେ ଖାଇବ। ମୋ ବୁଢୀମା ଆଉ ମୋ ଆଈ ସେମାନେ ସବୁ ପାନ ଖାଇକି ଓଠକୁ ଗୋଲାପି ଗୋଲାପି କରି ଲାଲ ଲାଲ କରିକି ରୋଷେଇ କରୁଥିଲେ, ତାଙ୍କ ତରକାରୀ ଟେଷ୍ଟ ହଉଥିଲା। ମୁଁ ତ ପାନ ଖାଏନି, ଏମିତି ମିଠା ପାନ କେବେ କେବେ ଖାଏ। ଆଉ ସେଥିପାଇଁ ମୁଁ ଟିକେ ଲିପଷ୍ଟିକ ଲଗେଇ ଦଉଛି ରୋଷେଇ ମାନେ କରିବାକୁ ଚାଲି ଆସି ରୋଷେଇ ଘରକୁ। ଚାଲନ୍ତୁ କଣ ରୋଷେଇ କରୁଛି ଦେଖୁଛି ମୋ ହଜବେଣ୍ଡଙ୍କ ପାଇଁ। ମୋ ହଜବେଣ୍ଡ ଅଛନ୍ତି ନା ଆଜି ଘରେ, ମୁଁ ଦେଖୁଛି। ଆଜି ତ ଆମେ ଦି ଜଣ ଖାଇବୁ, ଛୁଆ ତ ନାହାନ୍ତି ଘରେ। ଭାତ କରିଛି, ଗରମ ଭାତ, ଉଷୁନା ଭାତ ଏଇଟା। ତାପରେ ଗୋଟା କଦଳୀ ଭଜା, କଦଳୀ ଗଛ ତ ମୋ ବାଡିରେ ନା, ସେଥିପାଇଁ କଞ୍ଚା କଦଳୀ ସବୁବେଳେ ଆଭେଲେବୁଲ, କଦଳୀ ଖୋଲା ଗୋଟା କଦଳୀ ଭଜା ଆଉ କଦଳୀ ଫୁଲର ପିଆଜି ଆଜି କରିଛି। ତା ସହିତ ଏଇଟା ହଉଛି ଆମର ଛଚିନା ଜାଣିଥିବେ, ବଙ୍ଗାଳୀ ତାକୁ ଚିଚିଙ୍ଗା କହନ୍ତି, ତାପରେ ଇଂଲିଶରେ ତାକୁ ବିଟର ଗ୍ରାଉଣ୍ଡ ବୋଲି କହନ୍ତି, ନାଇଁ ସରି ସ୍ନେକ୍ ଗ୍ରାଉଣ୍ଡ କହନ୍ତି ହେଲା। ସେଇଟାର ଆଜି ଚିଙ୍ଗୁଡି ପକେଇକି ଟିକେ ତରକାରୀ କରିଛି, ସୋରିଷ ବଟା ଦିଆ। ଆଉ ସାଧା ଛଚିନା ବି ଭାଜିଛି। ତା ସହିତ ମେନ୍ ଆଇଟମ ଟା ହଉଛି ଆମ୍ବୁଲ, ଚିଙ୍ଗୁଡି, ଆଳୁ ଆଉ ସାରୁ ପକେଇକି ତାକୁ ଝୋଳ କରିଛି। ଖଟା 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 ଆମ୍ବୁଲ ଚାଟି ଖାଇବା, ହଁ ମାନେ ଟକରା ଫୁଟେଇ ଫୁଟେଇକି। ଚାଲନ୍ତୁ ଏଥର ଖାଇବା। ଆଉ ତାପରେ କଞ୍ଚାଲଙ୍କା ପିଆଜ ତ ଅଛି ଆଉ। କାକୁଡି ଆଜି ଘରେ ନାହିଁ, କିନ୍ତୁ ଖାଇଲା ବେଳେ ମୋ ହଜବେଣ୍ଡ ବୋଧେ ଟିକେ ଆନାତାନି କରିପାରନ୍ତି, କାହିଁକି ନା ସେ ରେଗୁଲାର କାକୁଡି ଖାଆନ୍ତି। ସାଲାଡ ଟା ଟିକେ, ଆଉ ମୋର କଣ ଯାହା ହେଲେ ଚଳିବ। ଚାଲନ୍ତୁ ତାହେଲେ ରଖୁଛି, ଏଥର ବଢାବଢି କରୁଛି। ଆଉ ତାପରେ ଆମର ପୁଣି ନେକ୍ସଟ ଭିଡିଓରେ ଦେଖାହବ। ରଖୁଛି, ବାଏ, ସି ୟୁ ଇନ୍ ନେକ୍ସଟ ଭିଡିଓ, ଟାଟା।